आज ହେଉଛି ପୁଷ୍ୟାଭିଷେକ ପୂର୍ଣ୍ଣିମା ଏବଂ ଆସନ୍ତା କାଲିଠାରୁ ଆରମ୍ଭ ହୋଇଯିବ କୁମ୍ଭମେଳା। ବିଶ୍ୱର ସର୍ବବୃହତ ଧାର୍ମିକ ସମ୍ମିଳନୀ ହେଉଛି କୁମ୍ଭମେଳା। ଏହା ଏକ ସଂକ୍ଷିପ୍ତ ଆମେ ଆଲୋଚନା ରଖିବା ତ ଆସନ୍ତା କାଲିଠାରୁ ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ମେଳା କହିଲେ ମହାକୁମ୍ଭକୁ ବୁଝାଏ। 12 ବର୍ଷ ପରେ ମହାକୁମ୍ଭ ପ୍ରୟାଗରାଜରେ ଗଙ୍ଗା ଯମୁନା ନଦୀର ସଙ୍ଗମ ସ୍ଥଳରେ ଆୟୋଜିତ ହେବାକୁ ଯାଉଛି। ତ ଜାନୁଆରୀ 13ରୁ ଫେବୃଆରୀ 26 ତାରିଖ ପର୍ଯ୍ୟନ୍ତ ଏହି କୁମ୍ଭମେଳା ମହାକୁମ୍ଭମେଳା ଚାଲିବ। 45 ଦିନ ଧରି ହେବାକୁ ଥିବା ଏହି ମେଳା ହିନ୍ଦୁଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ। 2025 ମହାକୁମ୍ଭରେ ଦେଶ ବିଦେଶରୁ ପ୍ରାୟ 40 କୋଟିରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ 2023ରେ ପ୍ରୟାଗରାଜରେ ଆୟୋଜିତ ହୋଇଥିଲା ମହାକୁମ୍ଭ ମେଳା। 2019ରେ ପ୍ରୟାଗରାଜରେ ହୋଇଥିଲା ଅର୍ଦ୍ଧକୁମ୍ଭ ମେଳା। 2021ରେ ହରିଦ୍ୱାରରେ ହୋଇଥିଲା କୁମ୍ଭମେଳା। ସାଧାରଣତଃ ଏହି କୁମ୍ଭମେଳା 4 ପ୍ରକାର ହୋଇଥାଏ: କୁମ୍ଭ, ଅର୍ଦ୍ଧକୁମ୍ଭ, ପୂର୍ଣ୍ଣକୁମ୍ଭ ଏବଂ ମହାକୁମ୍ଭ। ସବୁ କୁମ୍ଭମେଳା ଗ୍ରହମାନଙ୍କର ସ୍ଥିତିକୁ ଦେଖି ଆୟୋଜିତ ହୋଇଥାଏ। ତ ପ୍ରତ୍ୟେକ କୁମ୍ଭମେଳାର ନିଜସ୍ୱ ବିଶେଷତ୍ୱ ରହିଛି। ଆସନ୍ତୁ ଜାଣିବା ଏହି 4 କୁମ୍ଭମେଳା ବିଷୟରେ କିଛି ଖାସ୍ କଥା। ତ କୁମ୍ଭମେଳା ପ୍ରଥମେ ଆମେ ଜାଣିବା କ'ଣ? କୁମ୍ଭମେଳାର ଆୟୋଜନ ପ୍ରୟାଗରାଜ ବ୍ୟତୀତ ହରିଦ୍ୱାର, ନାସିକ, ଉଜ୍ଜୟିନୀରେ ମଧ୍ୟ ହୋଇଥାଏ। ଏହି ମେଳା ପ୍ରତି 12 ବର୍ଷ ମଧ୍ୟରେ ପଡ଼ିଥାଏ। ପାଳି କରି ଏହି 4 ସ୍ଥାନରେ କୁମ୍ଭମେଳାର ଆୟୋଜନ କରାଥାଏ। ଏହି ଅବସରରେ ଶ୍ରଦ୍ଧାଳୁମାନେ ଗଙ୍ଗା, ଯମୁନା, ଶିପ୍ରା, ଗୋଦାବରୀ ଆଦି ନଦୀମାନଙ୍କର ସଙ୍ଗମ ସ୍ଥଳରେ ସ୍ନାନ କରିଥାନ୍ତି। ତେବେ ଅର୍ଦ୍ଧକୁମ୍ଭ କ'ଣ? ନା, ଅର୍ଦ୍ଧକୁମ୍ଭ ମେଳା ପ୍ରତି 6 ବର୍ଷ ପରେ ଆସିଥାଏ। ଅର୍ଦ୍ଧକୁମ୍ଭ 2ଟା ସ୍ଥାନରେ ହୁଏ। ଗୋଟେ ହେଲା ପ୍ରୟାଗରାଜ, ଦ୍ୱିତୀୟଟି ହେଲା ହରିଦ୍ୱାର। ଯେହେତୁ ଏହା ଅଧା କୁମ୍ଭ ତେଣୁ ପ୍ରତି 6 ବର୍ଷ ପରେ ପଡ଼େ। ପୂର୍ଣ୍ଣକୁମ୍ଭ 12 ବର୍ଷରେ ଥରେ ପଡ଼ିଥାଏ। ଏହା କେବଳ ପ୍ରୟାଗରାଜଙ୍କର ସଙ୍ଗମ ସ୍ଥଳରେ ଆୟୋଜିତ ହୋଇଥାଏ। 2025 ପ୍ରୟାଗରାଜରେ ହେବାକୁ ଥିବା ମେଳା କେବଳ କୁମ୍ଭ ନୁହେଁ, ପୂର୍ଣ୍ଣ କୁମ୍ଭ ମେଳା ବୋଲି ମଧ୍ୟ ବିଶ୍ୱାସ କରାଯାଉଛି। ଯେଉଁ କୁମ୍ଭ ପ୍ରୟାଗରାଜରେ ହୋଇଥାଏ ତାହା ଖୁବ୍ ଶୁଭ ବୋଲି ବିଶ୍ୱାସ ରହିଛି। ମହାକୁମ୍ଭ କହିଲେ ପ୍ରତି 144 ବର୍ଷ ପରେ ପଡ଼ୁଥିବା କୁମ୍ଭ ମେଳାକୁ ମହାକୁମ୍ଭ ମେଳା କୁହାଯାଇଥାଏ। ମହାକୁମ୍ଭ ମେଳା କେବଳ ପ୍ରୟାଗରାଜରେ ହୋଇଥାଏ। ଦୀର୍ଘ ବର୍ଷ ପରେ ଏହି ମେଳା ପଡ଼ୁଥିବାରୁ ଏହାର ବିଶେଷ ମହତ୍ୱ ରହିଛି। 12ଟି ପୂର୍ଣ୍ଣ କୁମ୍ଭମେଳା ପରେ ମହାକୁମ୍ଭ ହୋଇଥାଏ। ତେବେ କୁମ୍ଭମେଳାର ଗୋଟେ ପୌରାଣିକ ସୁନ୍ଦର କଥା ଆମେ ଜାଣିଛେ, ଯାହାକୁ ଆଲୋକପାତ କରିବା। ତ ସମୁଦ୍ର ମନ୍ଥନ ସମୟରେ ଅମୃତ ନେବା ପାଇଁ ଦେବତା ଆଉ ରାକ୍ଷସମାନଙ୍କ ମଧ୍ୟରେ 12 ଦିନ ଧରି ଲଗାତାର ଯୁଦ୍ଧ ଲାଗିଲା। ବିଶ୍ୱାସ ରହିଛି ଦେବତାମାନଙ୍କର 12 ଦିନ ମଣିଷମାନଙ୍କ ପାଇଁ 12 ବର୍ଷ ସଙ୍ଗେ ସମାନ। ସେଥିପାଇଁ 12ଟି କୁମ୍ଭ ହୋଇଥାଏ। ଏଥିରୁ 4ଟି କୁମ୍ଭ ପୃଥିବୀରେ ପାଳନ କରାଯାଏ, 8ଟି କୁମ୍ଭ ଦେବଲୋକରେ ପାଳନ କରାଯାଏ। ତ ଯୁଦ୍ଧ ସମୟରେ ଶନି, ଚନ୍ଦ୍ର, ସୂର୍ଯ୍ୟ ଆଦି ଦେବତାମାନେ ଅମୃତ କଳସକୁ ରକ୍ଷା କରିଥିଲେ। ଯେତେବେଳେ ଏହି ଗ୍ରହମାନେ ବର୍ତ୍ତମାନ ରାଶିକୁ ଆସନ୍ତି ସେତେବେଳେ କୁମ୍ଭମେଳା ଆୟୋଜନର ସୁଯୋଗ ଆସିଥାଏ। କିପରି ହୋଇଥାଏ ସ୍ଥାନ ନିରୂପଣ? ଆମେ ଜାଣିବା ଯେ ପୌରାଣିକ କଥା ଅନୁସାରେ ଅମୃତ କଳସ ନେବାକୁ ଯେତେବେଳେ ଦେବତା ରାକ୍ଷସଙ୍କ ମଧ୍ୟରେ ଯୁଦ୍ଧ ଲାଗିଲା ସେତେବେଳେ ବିଷ୍ଣୁ ଏହି କଳସକୁ ଗରୁଡ଼ଙ୍କୁ ଦେଇଥିଲେ। ରାକ୍ଷସମାନେ ଏହା ଜାଣିବା ପରେ ଗରୁଡ଼ଙ୍କ ଠାରୁ ଏହାକୁ ଛଡ଼ାଇବାକୁ ଗଲେ। ଏହି ଟଣା ଓଟରା ଭିତରେ 4 ବୁନ୍ଦା ଅମୃତ ପୃଥିବୀର 4ଟି ସ୍ଥାନରେ ପଡ଼ିଥିବାର ଆମେ ସମସ୍ତେ ପୁରାଣ ଶାସ୍ତ୍ରରୁ ଶ୍ରବଣ କରିଛେ। ତ ଏହି 4 ସ୍ଥାନ ହେଉଛି ହରିଦ୍ୱାର, ପ୍ରୟାଗରାଜ, ଉଜ୍ଜୟିନୀ ଏବଂ ନାସିକ। ଯେଉଁଠି ଏହି ଅମୃତ ବୁନ୍ଦା ପଡ଼ିଥିଲା ସେହିଠାରେ 12 ବର୍ଷ ଅନ୍ତରାଳରେ କୁମ୍ଭମେଳାର ଆୟୋଜନ କରାଯାଉଛି। ତେବେ କୁମ୍ଭମେଳା କେଉଁ ସ୍ଥାନରେ ଆୟୋଜନ କରାଯିବ? ଏହାର ନିର୍ଣ୍ଣୟ ଜ୍ୟୋତିଷ ଗଣନା ଆଧାରରେ ହୋଇଥାଏ। ଜ୍ୟୋତିଷ ଏବଂ ସାଧୁମାନଙ୍କର ମୁଖ୍ୟ ଏକାଠି ହୋଇ ଏହି ସ୍ଥାନ ନିରୂପଣ କରିଥାନ୍ତି।
ସ୍ଥାନ ନିରୂପଣ କରିବା ପାଇଁ ଜ୍ୟୋତିଷମାନେ ବୃହସ୍ପତି ଏବଂ ସୂର୍ଯ୍ୟଙ୍କ ସ୍ଥିତିକୁ ନିରୀକ୍ଷଣ କରିଥାନ୍ତି। ତେବେ ଏହି କୁମ୍ଭ ମେଳାରେ ଆଧ୍ୟାତ୍ମିକ ତାତ୍ପର୍ଯ୍ୟ କ'ଣ ଜାଣିବା? ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ମହାକୁମ୍ଭ ସ୍ନାନ ଦ୍ୱାରା ପାପ କ୍ଷୟ ହୁଏ। ଏହା ମୋକ୍ଷ ପ୍ରାପ୍ତିର ମାର୍ଗ। ଜ୍ୟୋତିଷ ଶାସ୍ତ୍ର ମତରେ ମଧ୍ୟ ମକର ସଂକ୍ରାନ୍ତି ଠାରୁ ମହାଶିବରାତ୍ରି ପର୍ଯ୍ୟନ୍ତ ମହାକୁମ୍ଭ ସ୍ନାନ ଆଧ୍ୟାତ୍ମିକ, ଶାରୀରିକ, ମାନସିକ ଶକ୍ତିରେ ବିକାଶ ଘଟାଏ। କାରଣ ଏହି ସମୟରେ ବୃହସ୍ପତି ବୃଷ ରାଶିରେ ଅବସ୍ଥାନ କରନ୍ତି ଏବଂ ମକର ରାଶିରେ ରହିଥାନ୍ତି ରବି ଏବଂ ଚନ୍ଦ୍ର। ଫଳରେ ପ୍ରୟାଗର ବାୟୁମଣ୍ଡଳ ପରିପୂର୍ଣ୍ଣ ହୋଇଥାଏ ଆଧ୍ୟାତ୍ମିକ ଶକ୍ତି ଦ୍ୱାରା। ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଙ୍ଗାର ଜଳ, ବାୟୁମଣ୍ଡଳ, ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଶକ୍ତିର ସତ୍ତା ଅନୁଭବ କରନ୍ତି। ତେଣୁ କୁମ୍ଭ ମେଳାରେ ଯୋଗଦେଲେ ସ୍ୱତଃ ମାନସିକ, ଶାରୀରିକ ଏବଂ ବୌଦ୍ଧିକ ଅଭିବୃଦ୍ଧି ହୋଇଥାଏ। ଏହା ହିଁ ମୋକ୍ଷର ମାର୍ଗ। କୁମ୍ଭ ସ୍ନାନର ଶ୍ରେଷ୍ଠ ଦିବସ ହେଉଛି ମୌନି ଅମାବାସ୍ୟା। ତ ଏହି ଦିନ ସୃଷ୍ଟି ସର୍ଜନା କରିଥିଲେ ସ୍ୱୟଂ ସୃଷ୍ଟିରେ କର୍ତ୍ତା ବ୍ରହ୍ମା। ତେଣୁ ମୌନି ଅମାବାସ୍ୟାରେ ସ୍ନାନରେ ମିଳେ ଅମାପ ଆଧ୍ୟାତ୍ମିକ ଶକ୍ତି। ମହାକୁମ୍ଭ ସମୟରେ ପ୍ରୟାଗଠାରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏବଂ ସକଳ ଦେବତାମାନେ ସମସ୍ତ ବେଦର ମିଳନ ଘଟିଥାଏ। ଗଙ୍ଗାର ପବିତ୍ର ଜଳ ମଧ୍ୟ ମକର ସଂକ୍ରାନ୍ତି ସମୟରେ ଆଧ୍ୟାତ୍ମିକ ଶକ୍ତି ଦ୍ୱାରା ଶକ୍ତିଶାଳୀ ମନେ ହୁଏ। ତେଣୁ ଗଙ୍ଗା ବୁଡ଼ ଫଳରେ ଅମୃତର ସ୍ୱାଦ ଅର୍ଥାତ୍ ଐଶ୍ୱରିକ ସତ୍ତାର ଉପଲବ୍ଧି ମିଳେ ବୋଲି ଆମେ ବିଶ୍ୱାସ ରହିଛି। ତ ପୌରାଣିକ ମତେ ଧର୍ମ, ଅର୍ଥ, କାମ, ମୋକ୍ଷ ଏ ପୁରୁଷାର୍ଥ ଅଟେ। ଏଥିମଧ୍ୟରୁ ଅର୍ଥ ଏବଂ କାମ ହେଉଛନ୍ତି ଲୌକିକ ଆଉ ଧର୍ମ, ମୋକ୍ଷ ହେଉଛନ୍ତି ପାରଲୌକିକ, ଶ୍ରେଷ୍ଠତା ପାଇଁ ଉଦ୍ଦିଷ୍ଟ। ତ କୁମ୍ଭ ସ୍ନାନ ଏହି ଚତୁର୍ବର୍ଗ ଫଳ ପ୍ରଦାନ କରିଥାଏ। କୁମ୍ଭ ପର୍ବରେ ବିଧିବିଧାନ ପୂର୍ବକ ସ୍ନାନ, ଦାନ ଆଦି କରିଲେ ସତ ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ତଥା ପରଲୋକ ମୁକ୍ତି, ଅମୃତତ୍ୱ ପ୍ରାପ୍ତ ହୁଏ। କୁମ୍ଭ ଯୋଗ ହେଉଛି ବୃହସ୍ପତି ଓ ସୂର୍ଯ୍ୟ ସିଂହ ରାଶିରେ ତ୍ରମ୍ବକେଶ୍ୱର ନାସିକଠାରେ ହେଲେ ଭଲ। ବୃହସ୍ପତି ଓ ସୂର୍ଯ୍ୟ ବିଛା ରାଶିରେ ଉଜ୍ଜୟିନୀ, ଆଉ ବୃହସ୍ପତି ବୃଷ ରାଶିରେ ଓ ସୂର୍ଯ୍ୟ ମକର ରାଶିରେ ରହିଲେ ପ୍ରୟାଗ ଆଉ ଆହ୍ଲାବାଦ। ସୂର୍ଯ୍ୟ ମେଷ ରାଶିରେ ରହିଲେ ହରିଦ୍ୱାର। ବୃହସ୍ପତି ବୃଷ ରାଶିସ୍ଥ ହୋଇଥିବା ସମୟରେ ରବି ଓ ଚନ୍ଦ୍ର ମକର ରାଶିରେ ପ୍ରବେଶ କଲେ ମାଘ ମାସ ଅମାବାସ୍ୟାରେ ମହାକୁମ୍ଭ ଯୋଗ ପଡ଼େ। ତେଣୁ ଏହି ମହାକୁମ୍ଭ ବିଷୟରେ ଆମେ ସମ୍ୟକ ଆଲୋଚନା କରି କିଛି ନା କିଛି ଜାଣିପାରିଲେ। ତେବେ ସେହି କୁମ୍ଭ ମେଳାରେ ନିଜକୁ ସାମିଲ କରି ଆଧ୍ୟାତ୍ମିକ ଏବଂ ମାନସିକ ସ୍ତରରେ, ଶାରୀରିକ ସ୍ତରରେ, ବୌଦ୍ଧିକ ସ୍ତରରେ ବିକାଶ କରିବାକୁ ହେଲେ ସେଥିରେ ନିଜକୁ ସାମିଲ କରିବା। ତନ୍ ମନ ଧନରେ ଦାନ ପୁଣ୍ୟ କରି ଭଗବାନଙ୍କର ପବିତ୍ର ନାମ ନେଇ ଗଙ୍ଗାଙ୍କର ସ୍ପର୍ଶରେ ସମସ୍ତ ଶାରୀରିକ, ମାନସିକ, ବାଚନିକ ପାପକୁ ଧୌତ କରି ଶରୀରକୁ, ମନ ପ୍ରାଣକୁ ଭଗବାନଙ୍କ ପାଇଁ ଉତ୍ସର୍ଗୀଭୂତ କରିବା।